ପିଲାମାନେ ଆଜିର ଭିଡ଼ିଓରେ ଆମେ ନବମ ଶ୍ରେଣୀ ସଂସ୍କୃତ ବହିର ଅନୁଚ୍ଛେଦ ପଢ଼ିବା ଏବଂ ତାହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଅସ୍ତି କଶ୍ଚିତ୍ ବିଦୂଷକः ତସ୍ୟ ପରିହାସେନ ନୃପଃ ସଦୈବ ହସତି। ଏକଦା ବିଦୂଷକः ଚିନ୍ତୟତି ମମ ପରିହାସେନ ପ୍ରତିଦିनं ସକଳାଃ ଜନାଃ ହସନ୍ତି। ତଥାପି ନ କୋऽପି जनः ମାଂ ମହାପୁରୁଷः ଇତି କଥୟତି। ଭବତୁ ଅଧୁନା ସେନାପତିପଦଂ ପ୍ରାପ୍ତବ୍ୟମ୍। ବିଦୂଷକः ରାଜनं ବଦତି ମହାରାଜ ଇଚ୍ଛାମି ସେନାପତିପଦମ୍। ରାଜା ଭାଷତେ ତଥାସ୍ତୁ। ତଦା ବିଦୂଷକः ନୃପଂ ଖड्गं ଯାଚତେ। ପରିହାସେନ ନୃପः ବିଦୂଷକାୟ ଦୀର୍ଘଂ खड्गं ଦଦାତି। ତଦା ବିଦୂଷକः ମୋଦତେ ସଃ खड्गं ଧୃତ୍वा ଚଳତି। ନୃପः तं ପୃଚ୍ଛତି କୁତ୍ର ଗଚ୍ଛन्ति ମହାଭାଗାଃ। ବିଦୂଷକः ବଦତି ସୈନ୍ୟସକାଶଂ ଗଚ୍ଛାମି। ପିଲାମାନେ ଏଠାରେ ଆମେ କ'ଣ ବିଷୟକୁ ପଢ଼ିଦେଲେ। ବର୍ତ୍ତମାନ ଆମେ ଏହାର ଅର୍ଥକୁ ଦେଖିବା। ଅସ୍ତି କଶ୍ଚିତ୍ ବିଦୂଷକः। କଶ୍ଚିତ୍ ମାନେ କୌଣସି, ଅସ୍ତି ମାନେ ଥିଲା। ବିଦୂଷକः ମାନେ କ'ଣ? ବିଦୂଷକ ହେଉଛି ଏପରି ଏକ କ୍ୟାରେକ୍ଟର, ଏପରି ଏକ ଚରିତ୍ର ଯିଏକି ରାଜାଙ୍କର ସଭାରେ ରାଜା ଥାଏ ଏବଂ ରାଜାଙ୍କର ମନୋରଞ୍ଜନ କରେ। ତସ୍ୟ ପରିହାସେନ ନୃପଃ ସଦୈବ ହସତି। ତସ୍ୟ ମାନେ ତାହାର, ପରିହାସେନ ମାନେ ପରିହାସରେ, ନୃପଃ ମାନେ ରାଜା, ସଦୈବ ମାନେ ସବୁବେଳେ, ହସତି ମାନେ ହସନ୍ତି। ତସ୍ୟ ମାନେ ଏଠାରେ ବିଦୂଷକ ହେବ। ବିଦୂଷକର ପରିହାସରେ ରାଜା ସବୁବେଳେ ହସନ୍ତି। ଏକଦା ବିଦୂଷକः ଚିନ୍ତୟତି। ଏକଦା ମାନେ ଥରେ, ବିଦୂଷକ ମାନେ ବିଦୂଷକ ବା ଯିଏ କ'ଣ ରାଜାଙ୍କ ସଭାରେ ରାଜାଙ୍କର ମନୋରଞ୍ଜନ କରେ। ଥରେ ବିଦୂଷକ ଚିନ୍ତାୟତି ମାନେ ଚିନ୍ତା କଲା। ମମ ପରିହାସେନ, ମମ ମାନେ ମୋର, ପରିହାସେନ ମାନେ ପରିହାସରେ, ପ୍ରତିଦିନ ମାନେ ସବୁଦିନ, ସକଳାଃ ମାନେ ସମସ୍ତେ, ହସନ୍ତି ମାନେ ହସୁଛନ୍ତି। ଥରେ ବିଦୂଷକ ଚିନ୍ତା କଲା ମୋର ପରିହାସରେ ସବୁଦିନ ସମସ୍ତେ ହସୁଛନ୍ତି। ତଥାପି ନ କୋऽପି जनः ମାଂ ମହାପୁରୁଷः ଇତି କଥୟତି। ତଥାପି ମାନେ ତଥାପି, ନ ମାନେ କୋऽପି କେହି ମଧ୍ୟ, କୋऽପି ମାନେ କେହି ମଧ୍ୟ, जनः ମାନେ ଲୋକ, ମାଂ ମାନେ ମୋତେ, ମହାପୁରୁଷः ମାନେ ମହାପୁରୁଷ, ଇତି ମାନେ ବୋଲି, କଥୟତି ମାନେ କହୁଛନ୍ତି ବା କହୁନାହାନ୍ତି। ଏହାପରେ କ'ଣ ହେଇଛି ନା, ତଥାପି କେହି ମଧ୍ୟ ଲୋକ ମୋତେ ମହାପୁରୁଷ କହୁନାହାନ୍ତି। ଭବତୁ ହଉ, ଅଧୁନା ସେନାପତି ପଦଂ ପ୍ରାପ୍ତବ୍ୟମ୍। ଆଜି ସେନାପତି ହେବି। ସେନାପତି ହେବ ବୋଲି ମନେ ମନେ ଭାବିଲା। ତାପରେ ବିଦୂଷକः ରାଜନଂ ବଦତି ମହାରାଜ ଇଚ୍ଛାମି ସେନାପତି ପଦମ୍। ବିଦୂଷକ ରାଜାଙ୍କୁ କହିଲା, ରାଜନ ମାନେ ରାଜାଙ୍କୁ, ବଦତି ମାନେ କହୁଛି ବା କହିଲା, ମହାରାଜ, ହେ ମହାରାଜ, ମୁଁ ସେନାପତି ହେବାକୁ ଚାହୁଁଛି। ତାପରେ ରାଜା ଭାଷତେ, ଭାଷତେ ମାନେ କହିଲେ, ତଥାସ୍ତୁ ତାହା ହେଉ, ରାଜା କହିଲେ ତାହା ହେଉ। ତଦା ବିଦୂଷକः ନୃପଂ ଖड्गं ଯାଚତେ। ତଦା ମାନେ ତାପରେ, ବିଦୂଷକः ମାନେ ବିଦୂଷକ, ନୃପ ମାନେ ରାଜାଙ୍କୁ, ଖड्गं ମାନେ ଖड्ग ବା ଖଣ୍ଡା, ଯାଚତେ ମାନେ ମାଗିଲା। ତାପରେ ବିଦୂଷକ ରାଜାଙ୍କୁ ଖଣ୍ଡା ମାଗିଲା। ପରିହାସେନ ନୃପଃ ବିଦୂଷକାୟ ଦୀର୍ଘଂ खड्गं ଦଦାତି। ପରିହାସେନ ମାନେ ପରିହାସରେ ବା ମଜାରେ, ନୃପଃ ମାନେ ରାଜା, ବିଦୂଷକାୟ ମାନେ ବିଦୂଷକଙ୍କୁ, କ'ଣ ମଜାରେ ରାଜା ବିଦୂଷକଙ୍କୁ ଦୀର୍ଘଂ खड्गं ମାନେ ଲମ୍ବା ଖଣ୍ଡା ଦେଲେ। ତଦା ବିଦୂଷକः ମୋଦତେ। ତାପରେ ବିଦୂଷକ କ'ଣ ଖୁସି ହୋଇଗଲା। ସଃ खड्गं ଧୃତ୍वा ଚଳତି। ସଃ ମାନେ ବିଦୂଷକ, खड्गं ଧୃତ୍वा ମାନେ ଖଣ୍ଡା ଧରି, ଚଳତି ମାନେ ଚାଲିଲା। ତାପରେ ବିଦୂଷକ ଖଣ୍ଡା ଧରି ଚାଲିଲା। ନୃପଃ तं ପୃଚ୍ଛତି କୁତ୍ର ଗଚ୍ଛन्ति ମହାଭାଗାଃ। ତାପରେ ରାଜା କହୁଛନ୍ତି, ହେ ମହାଶୟ କୁଆଡ଼େ ଯାଉଛନ୍ତି।
ବିଦୂଷକः ବଦତି ସନ୍ନ୍ୟାସକାଶଂ ଗଚ୍ଛାମି। ତାପରେ ବିଦୂଷକ କହୁଛନ୍ତି ସୈନ୍ୟମାନଙ୍କ ପାଖକୁ ଯାଉଛି। ପିଲାମାନେ ଏଠାରେ ଆମେ କ'ଣ ଅନୁଚ୍ଛେଦଟିକୁ ପଢ଼ିଲେ ଏବଂ ତାର ଅନୁବାଦକୁ ମଧ୍ୟ ଆମେ ଜାଣିଲେ। ବର୍ତ୍ତମାନ ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏକେନ ବାକ୍ୟେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରମ୍ ଲିଖତ। କ'ଣ କୁହାଯାଇଛି? ଗୋଟିଏ ବାକ୍ୟରେ ସଂସ୍କୃତ ଭାଷାରେ କିମ୍ବା ମାତୃଭାଷାରେ ଉତ୍ତର ଲେଖିବା ପାଇଁ କୁହାଯାଇଛି। ପ୍ରଥମ ପ୍ରଶ୍ନ, କସ୍ୟ ପରିହାସେନ ନୃପଃ ସଦୈବ ହସତି। ଏହି ପ୍ରଶ୍ନର ଅର୍ଥ କ'ଣ ହେବ? କ'ଣ ହେଇଛି ନା କସ୍ୟ ପରିହାସେନ ମାନେ କାହା ପରିହାସରେ ରାଜା ସବୁବେଳେ ହସୁଥିଲେ। ଏହାର ଉତ୍ତର କ'ଣ ହେବ? ବିଦୂଷକସ୍ୟ ପରିହାସେନ ନୃପଃ ସଦୈବ ହସତି ବା ବିଦୂଷକର ପରିହାସରେ ରାଜା ସବୁବେଳେ ହସୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ନୃପଃ ବିଦୂଷକମ୍ କିମ୍ ପୃଚ୍ଛତି। ନୃପଃ ମାନେ ରାଜା ବିଦୂଷକକୁ କ'ଣ ପଚାରିଲେ? କ'ଣ ପଚାରିଲେ ନା କହିଲେ ହେ ମହାଶୟ କୁଆଡ଼େ ଯାଉଛନ୍ତି। ରାଜା ବିଦୂଷକକୁ ପଚାରିଲେ ହେ ମହାଶୟ କୁଆଡ଼େ ଯାଉଛନ୍ତି। ତାପରେ ପରବର୍ତ୍ତୀ ପ୍ରଶ୍ନ, ବିଦୂଷକଃ ନୃପମ୍ କିମ୍ ବଦତି। ବିଦୂଷକ ରାଜାଙ୍କୁ କ'ଣ କହିଲା? ବିଦୂଷକ ରାଜାଙ୍କୁ କହିଲା ଯେ ମୁଁ ସୈନ୍ୟମାନଙ୍କ ପାଖକୁ ଯାଉଛି। ବର୍ତ୍ତମାନ ପ୍ରଥମ ପ୍ରଶ୍ନ ସରିଲା। ବର୍ତ୍ତମାନ ଆମେ ଦ୍ୱିତୀୟ ପ୍ରଶ୍ନ ଆଡ଼କୁ ଯିବା। ଦ୍ୱିତୀୟ ପ୍ରଶ୍ନ କ'ଣ ଦେଇଛି ନା ଏକେନ ବାକ୍ୟେନ ସଂସ୍କୃତ ଭାଷୟା ମାତୃଭାଷୟା ବା ଉତ୍ତରମ୍ ଲିଖତ। ଗୋଟିଏ ବାକ୍ୟରେ ବା ଗୋଟିଏ ପଦରେ ସଂସ୍କୃତ ଭାଷାରେ କିମ୍ବା ମାତୃଭାଷାରେ ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ, ବିଦୂଷକସ୍ୟ ପରିହାସେନ ସକଳାଃ ଜନାଃ କିମ୍ କୁର୍ବନ୍ତି। ଏହାର ଅର୍ଥ କ'ଣ? ଏହି ପ୍ରଶ୍ନର ଅର୍ଥ ହେଉଛି ବିଦୂଷକସ୍ୟ ମାନେ ବିଦୂଷକର ପରିହାସରେ ସମସ୍ତେ କ'ଣ କରନ୍ତି? କ'ଣ ହସନ୍ତି। ବିଦୂଷକସ୍ୟ ପରିହାସେନ ସକଳାଃ ଜନାଃ ହସନ୍ତି। ଅଧୁନା ବିଦୂଷକେଣ କିମ୍ ପଦମ୍ ପ୍ରାପ୍ତବ୍ୟମ୍। ଅଧୁନା ଏହାର ଅର୍ଥ ହେଉଛି ବର୍ତ୍ତମାନ ବିଦୂଷକ କ'ଣ ପାଇବ ବା କ'ଣ ପାଇବାକୁ ଚାହୁଁଛି। ଅଧୁନା ବିଦୂଷକେଣ ସେନାପତି ପଦମ୍ ପ୍ରାପ୍ତବ୍ୟମ୍। ପରବର୍ତ୍ତୀ ପ୍ରଶ୍ନ, ପରିହାସେନ ରାଜା ବିଦୂଷକାୟ କିମ୍ ଦଦାତି। ଏହାର ଅର୍ଥ କ'ଣ ନା ପରିହାସରେ ରାଜା ବିଦୂଷକାୟ ମାନେ ବିଦୂଷକକୁ କ'ଣ ଦେଲେ? କ'ଣ ଦେଲେ ନା ଖଡ଼୍ଗ ବା ଖଣ୍ଡା। ପରିହାସରେ ରାଜା ବିଦୂଷକକୁ ଲମ୍ବା ଖଣ୍ଡା ଦେଲେ। ପରବର୍ତ୍ତୀ ପ୍ରଶ୍ନ, ଖଡ଼୍ଗମ୍ ପ୍ରାପ୍ୟ କଃ ମୋଦତେ। ଖଡ଼୍ଗମ୍ ପ୍ରାପ୍ୟ ମାନେ ଏହାର ଅର୍ଥ କ'ଣ? ଏହି ପ୍ରଶ୍ନର ଅର୍ଥ ଖଡ଼୍ଗମ୍ ପ୍ରାପ୍ୟ କଃ ମୋଦତେ। ଖଣ୍ଡା ପାଇ କିଏ ଖୁସି ହୋଇଗଲା। ଏହାର ଉତ୍ତର କ'ଣ ହେବ ନା ବିଦୂଷକଃ। ଖଣ୍ଡା ପାଇ ବିଦୂଷକ ଖୁସି ହୋଇଗଲା। ପିଲାମାନେ ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍